କାହାଣୀ ଉପାସନା। ଆଜି ଦର୍ପଣରେ ମୁହଁ ଦେଖିବା ବେଳକୁ ସେ ମୋତେ ଉପହାସ କଲା ପରି ମନେ ହେଲା। କହୁଥିଲା, ମୋ ମୁହଁ ଅସୁନ୍ଦର, ଚେହେରା କଳା ପଡ଼ିଗଲାଣି। ମୁଁ ତାକୁ ରାଗି ଭୂଇଁରେ କଚାଡ଼ି ଦେଲି। ପଡ଼ିବା କ୍ଷଣି ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଗଲା। ସ୍ତ୍ରୀଙ୍କ ପାଖରୁ ପୁଣି ଆଉ ଗୋଟେ ଦର୍ପଣ ମାଗିଲି। ବର୍ତ୍ତମାନ ନିଜର ମୁହଁ ପୁଣି ଦେଖିବା କ୍ଷଣି ମୋତେ ରାଗ ଲାଗିଲା। ବର୍ତ୍ତମାନ ତ ତାକୁ ବାହାରେ ପକାଇଦେଲି। ମୋ ରାଗ ଦେଖି ସ୍ତ୍ରୀ କହିଲେ, ଆଜି ତୁମର କ'ଣ ହେଇଛି? କିଛି ନ କହି ମୁଁ ଘରୁ ବାହାରିକି ଚାଲିଗଲି। ସ୍ତ୍ରୀ ଡାକିକରି କହିଲେ, ଆରେ ମୁହଁଟା ଟିକେ ଧୋଇକରି ଯାଅ ତ। ମୋତେ ଲାଗିଲା ସେ ବି ଯେମିତି ମୋତେ ଉପହାସ କରୁଛି। ରାସ୍ତାରେ ଗଲାବେଳେ ମୋତେ ଯିଏ ଦେଖୁଥିଲା ହସୁଥିଲା। ଗହଳିରୁ ଯାଇ ଗୋଟେ ଶାନ୍ତ ହ୍ରଦ କୂଳରେ ଦିନ କଟେଇଲି। ସନ୍ଧ୍ୟାରେ ଘରକୁ ଆସିଲି। ଗାଧୋଇ ସାରି ତାଉଲିଆରେ ପୋଛି ହେଉଥିଲା ବେଳେ ସ୍ତ୍ରୀ କହିଲେ, କେଡ଼େ ବିଚିତ୍ର ଲୋକ ତୁମେ। ଭୋରୁ ଭୋରୁ ଲାଇଟ୍ ଚାଲିଯିବାରୁ ଲ୍ୟାମ୍ପ ନିଜେ ସଫା କରିକି ଜଳେଇଲ। ସେତେବେଳେ ବୋଧେ ଭୁଲରେ କଳା ଲାଗିଥିବା ହାତରେ ମୁହଁ ପୋଛି ପକାଇଲ, ଆଉ ସବୁରାକ ଦର୍ପଣ ଉପରେ ସୁଜେଇଲ। ଘଟଣାଟି ବୁଝିଦେଲି। ସନ୍ତୋଷ ଲାଗିଲା। ମୋତେ ଲାଗିଲା ଯେ କେବଳ ମୁଁ ନୁହେଁ, ଦୁନିଆର ସବୁ ମଣିଷ ମୋ ପରି ନିଜେ କରିକି ଅନ୍ୟ ଉପରେ ଦୋଷ ଲଦି ଦିଅନ୍ତି। ଦୁନିଆଟା ହେଉଛି ଗୋଟେ ଦର୍ପଣ। ଏଥିରେ ନିଜ ହାତରେ ଲେସା ଯାଇଥିବା କାଳିମା ପ୍ରତିବିମ୍ବିତ ହୋଇଥାଏ। ନିଜକୁ, ନିଜ ମୁହଁକୁ ସଫା କରିବା ଦରକାର, ନିତ୍ୟ ନିୟମିତ ଭାବରେ। ଏହା ହିଁ ତ ଉପାସନା। ଧନ୍ୟବାଦ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।